অবজারভার পিসিসি। সবার বিরোধী দল নেতা শ্রীমান রাহুল গান্ধী মহাশয় গত নির্বাচନରେ যেভাবে ভাবে ভোট চোর হয়েছি তার উদাহରଣ স্বরূপ কর্ণাটকর বিধানসভাରେ ଲୋକସଭାରେ କିଭଳି ଭୋଟ ଚୋରି ହେଇଥିଲେ ତାର ସାମାଜିକ ସମ୍ମିଳନୀ ମାଧ୍ୟମରେ ଦେଶବାସୀଙ୍କୁ ସମସ୍ତଙ୍କୁ ଜଣାଇଥିଲେ। ତ ଏହି ପରିପ୍ରେକ୍ଷୀରେ ଶ୍ରୀମାନ ରାହୁଲ ଗାନ୍ଧୀ ସାରା ଭାରତ ବର୍ଷରୁ 5 କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର ନିର୍ବାଚନ ଅଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତ ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ 20 ଲକ୍ଷ ଦସ୍ତଖତ ଅଭିଯାନ ହେବ ଏବଂ ଜୟପୁର କୋରାପୁଟ ଜିଲ୍ଲାରେ ମଧ୍ୟ ତାର ଆମେ 1 ଲକ୍ଷରୁ ଅଧିକ ସିଗ୍ନେଚର କ୍ୟାମ୍ପେନିଂ କରିବୁ ଏବଂ ପ୍ରତ୍ୟେକ ଗାଁଠୁ ଆରମ୍ଭ କରି ସହରଠୁ ଆରମ୍ଭ କରି ସମସ୍ତ ପରିବାରକୁ এই সিগনেচর ক্যাম্পেনিং କରାଯିବ ଏବଂ ନିର୍ବାଚନ ଅଧିକାରକୁ ଦାଖଲ କରାଯିବ। ଦେଖିଥିବେ ଗତ 2024 ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ସୁଷ୍ଠୁ ଭାବରେ କିଭଳି ଭାବରେ ଭୋଟ ଚୋରି ହେଇଛି କର୍ଣ୍ଣାଟକ ବିଧାନସଭାରେ ସୁଷ୍ଠୁ ଭାବରେ ସମସ୍ତଙ୍କ ସମ୍ମୁଖରେ ବର୍ଣ୍ଣନା କରିଛନ୍ତି। ନିହାତି ଉଦାହରଣ ମାଧ୍ୟମ ଦେଖିଲେ ଗୋଟେ ପରିବାରରେ କେତେ ଜଣ ଭୋଟ ଦେଇଛନ୍ତି, କେତେ ଜଣ ରହିଲେ ଏବଂ ବାବାଙ୍କର ନାଁ XYZ ଲେଖା ହେଇଥିଲା ଆପଣ ମାନେ ଭଲସେ ଜାଣିଛନ୍ତି। ଷଷ୍ଠ ଭାବରେ ଆପଣ ମାନେ ଜାଣୁଥିବେ ଓଡ଼ିଶାରେ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି କୋରାପୁଟ ଲୋକସଭାର 70 ଉଲ୍କା ସାଂସଦ ହେଲେ ଏବଂ 6 କୋଟି ବିଧାୟକ ମଧ୍ୟ ଜିତିଲେ। କିନ୍ତୁ ବାକି ଦେଖିବେ 50ଟି 51ଟି MLA ବିଜୁ ଜନତା ଦଳର ଥିଲା ବେଳେ ଗୋଟେ ମଧ୍ୟ ଲୋକସଭାରେ MP ହେଇପାରିଲେ ନାହିଁ। ତାର ଅର୍ଥ ବିଜେଡି ନିହାତି ଭାବରେ ଭୋଟ ଚୋରି ହେଇଛି ଏବଂ ଗୋଟେ ମଧ୍ୟ ବିଜୁ ଜନତା ଦଳର MP ହେଇପାରିଲେ ନାହିଁ ଏବଂ ବିଜେପିର MP ହେଲେ ଏବଂ 51 ଜଣ ବିଜେଡି ବିଧାୟକ ନିର୍ବାଚିତ ହେଲେ। ଏଠୁ ଷଷ୍ଠ ଭାବରେ ଅନୁମାନ ହେଇଛି ଭୋଟ ନିହାତି ଭାବରେ ଚୋରି ହେଇଛି।